ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ପ୍ରଥମ ଶ୍ରେଣୀର ଝୁଲଣା ବହିର ହନୁ ମାଙ୍କଡ଼ର ଚଷମା ପିନ୍ଧା ପାଠ 12ଟିକୁ ଆମେ ଆଲୋଚନା କରିବା। ଏହା ଏକ ଗପଟି, ତେଣୁ ଏହି ଗପଟିକୁ ଆମେ ଭଲ ଭାବରେ ଶୁଣି ବୁଝିବା ଏବଂ ଆବଶ୍ୟକ ସ୍ଥଳେ ପ୍ରଶ୍ନର ଉତ୍ତର ଦେବା। ପିଲାମାନେ ଆସ ଏହି ଗପଟିକୁ ଆମେ ପଢ଼ିବା। ହନୁ ମାଙ୍କଡ଼ର ଚଷମା ପିନ୍ଧା। ଆଜି ରବିବାର। ବିରାଡ଼ି ନାନୀର ବଡ଼ ମନ ଦୁଃଖ। ସେ ମାଛ ନ ଖାଇବାରୁ ମୁହଁ ଶୁଖେଇ ଦାଣ୍ଡ ଦୁଆରେ ବସିଛି। ପୁଷ ମାସ ରବିବାର ଥିଲା। ମାଛ ଆସିବ ବା କିପରି? ଏହି ସମୟରେ ହନୁ ମାଙ୍କଡ଼ କଳା ଚଷମା ପିନ୍ଧି ବିରାଡ଼ି ନାନୀ ପାଖକୁ ଦୋହଲି ଦୋହଲି ଆସିଲା। ସେ କହିଲା, ବିରାଡ଼ି ନାନୀ, ଲୋ ବିରାଡ଼ି ନାନୀ, ତୁ ଝଡ଼ି ବହୁତ କଳା ଦିଶିଲୁଣି। ମାଛ କଣ୍ଟା କାଢ଼ୁ କାଢ଼ୁ କରିବାକୁ ଆଉ ତୋତେ ମିଳୁନି କି? ତୁ ଟିକେ ଡାକ୍ତର ପାଖକୁ ଯାଇ ଦେହ ଦେଖାଇ ଆସୁନୁ। ହନୁ କଥା ଶୁଣି ବିରାଡ଼ି ନାନୀର ମୁହଁ ଆହୁରି ଶୁଖିଗଲା। ସେ ରୁଷି ବସିଥିଲା ବିରାଡ଼ି ନାନୀ। ତାପରେ ଦେଖ, ବିରାଡ଼ି ନାନୀ ବସିଛି। ଠିକ୍ ଏହି ସମୟରେ ଧଡ଼ିଆ କୁକୁରଟିଏ ସେଇ ବାଟ ଦେଇ ଯାଉଥିଲା। କୁକୁରଟି ବିରାଡ଼ି ପାଖକୁ ଆସିଲା। ସେ ବିରାଡ଼ିକୁ ପଚାରିଲା, କ'ଣ ହେଲା କିଲୋ ନାନୀ, ମୁହଁଟା କାହିଁକି ଶୁଖେଇଛୁ? ବିରାଡ଼ି କହିଲା, ମୁଁ ତ ଡଉଲ ଧଳା ବିରାଡ଼ି। ମୋତେ ଏ ମାଙ୍କଡ଼ କହୁଛି ମୁଁ କୁଆଡ଼େ କଳା ଦିଶୁଛି। ଧଡ଼ିଆ କୁକୁରଟି ଟିକିଏ ହସିଦେଲା। ସେ ମାଙ୍କଡ଼ ପାଖକୁ ଯାଇ କଳା ଚଷମାଟି ତା ଆଖିରୁ କାଢ଼ିଦେଲା। ଭାଇରେ, ଏଥର ଟିକେ ଚାହିଁଲୁ। ଏବେ କହିଲୁ, ଆମ ବିରାଡ଼ି ନାନୀ ଧଳା ନା କଳା? ହନୁ ଏଥର ନିଜ ଭୁଲ ବୁଝିଲା। ସେ କଳା ଚଷମା ପିନ୍ଧିଥିବାରୁ ଧଳା ବିରାଡ଼ି ତାକୁ କଳା ଦିଶୁଥିଲା ବୋଲି ଜାଣିପାରିଲା। ସେମାନେ ସବୁ ଖୁସିରେ ଠୋ ଠୋ ହୋଇ ହସି ଉଠିଲେ। ଏହି ଗପଟି ବର୍ତ୍ତମାନ ଶେଷ ହୋଇଛି। ଆମେ ଏହାର ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ଆସ କଥା ହେବା। ଗପରେ କାହାର ମନ ଦୁଃଖ ଥିଲା? ଏଠି ଆମେ ଲେଖିବା, ଗପରେ ବିରାଡ଼ିର ମନ ଦୁଃଖ ଥିଲା। ଖ, କିଏ କଳା ଚଷମା ପିନ୍ଧିଥିଲା? ମାଙ୍କଡ଼ କଳା ଚଷମା ପିନ୍ଧିଥିଲା। ତୁ ଝଡ଼ି ଯାଇ ବହୁତ କଳା ଦିଶିଲୁଣି। ଏକଥା କିଏ କାହାକୁ କହିଛି? ଏକଥା ମାଙ୍କଡ଼ ବିରାଡ଼ିକୁ କହିଛି। ବିରାଡ଼ି ମନ କାହିଁକି ଦୁଃଖ କରିଥିଲା? ମାଙ୍କଡ଼ କଳା ଚଷମା ପିନ୍ଧିଥିବାରୁ ତାକୁ ସବୁ କିଛି କଳା ଦେଖାଉଥିଲା ଏବଂ ସେ ବିଲେଇକୁ ତୁ କଳା ଦିଶିଲୁଣି ବୋଲି କହିବାରୁ ବିରାଡ଼ିର ମନ ଦୁଃଖ କରିଥିଲା। ତାପରେ ବିରାଡ଼ି ମାଙ୍କଡ଼କୁ କାହିଁକି କଳା ଦିଶୁଥିଲା? ମାଙ୍କଡ଼ କଳା ଚଷମା ପିନ୍ଧିଥିବାରୁ ବିରାଡ଼ି ତାକୁ କଳା ଦିଶୁଥିଲା। ବିରାଡ଼ି ମାଙ୍କଡ଼କୁ କାହିଁ ହେଲା? ବିରାଡ଼ି କ'ଣ ସବୁ ଖାଇବାକୁ ଭଲ ପାଏ? ବିରାଡ଼ି କ୍ଷୀର, ଦହି, ମାଛ, ମୂଷା ଖାଇବାକୁ ଭଲ ପାଏ। 2 ନମ୍ବର, ସାଙ୍ଗ ସହ କଥା ହେବା। ଶବ୍ଦଗୁଡ଼ିକର ନାମରେ ଜ ଅକ୍ଷର ଅଛି, ତାହାକୁ ଘୋରା ଦେବା। ଧ ଅକ୍ଷରରେ ଗୋଲ ଦେବା। ଏଠି ଦେଖ, ଜ ଅକ୍ଷର ଯେଉଁଠି ଅଛି ଆମେ ଘୋରା କରିବା, ଧ ଅକ୍ଷରରେ ଗୋଲ କରିବା। ଏଠି ଜଳ, ଜ ଅଛି, ତେଣୁ ଜରେ ଏମିତି ବକ୍ସ କରିଦେବା। ଆଉ କେଉଁଟା ଅଛି ଜ, ଏଠି ଜାମା, ଏଠି ଗୋଲ ଜ ଗାର କରିଦେବା। ତାପରେ ଜାଗର, ଏଠି ଆମେ କରିବା। ତାପରେ ଧ ଅକ୍ଷର ଯେଉଁଠି ଅଛି ତାକୁ ଆମେ ଗୋଲ ବୁଲେଇ ଦେବା। ଧ ଅକ୍ଷର ଯେଉଁଠି ସେଠି ଆମେ ଗୋଲ ବୁଲେଇବା। ଧନୁ, ଧନ, ଧାରଣା, ଧର, ଧାନ, ଧରମ, ଏଇଭଳି ଲେଖିଲେ ଆମେ। ଆସ ଦେଖି ଦେଖି ଲେଖିବା। ଏଠାରେ ଜ ଅଛି, ତାକୁ ଆମେ ଦେଖି ଦେଖି ଲେଖିବା। ଜ ଅଛି,
आम एठी देखी देखी लिखा देख ल देखी देखी आम लिखा ज ज ज ज ज ज ज एमती लिखा तापर आगू जावा ये ध ध ध ध ध ध ध लिखिदेव है तापर एठी चारि अक्षर को जोड़ी शब्द गढ़ा लिखा पढ़ा ज आकार जामा एठी आम लिखा जामा जामा अजा अजा लिखिदेवा अक्षर जोड़िकी अधा अधा धीर धीर एटी जगत लिखिदेवा जगत जगत बजार बजार तापर धर्म धरम अधर अधर ये आम लिखा तापर आगू जावा आस पढ़ा एटी जहाँ लिखाई पढ़ा देखी देखी पढ़ा जर जाल जिया धन धान गधिया जट जामा जिलापी धड़ी धला धनिया धड़िया नड़िया खाइला अजित जिलापी खाइला सांग सह कथा होई ड अक्षर गोल बुलाइबा सांग सहित कथा पढ़ा गोल बुला डगर डगर तेणु ड अक्षर गोल बुलाइबा तापरे आमे देखिबा डाल ड अक्षर गोल बुलाइबा जर ज अक्षर गोल बुलाइबा तापरे ओडिशा पड़िशा शगड़ धड़ी खड़िका पड़िया ड अक्षर गोल बुलाई देवा तापरे देखी देखी लिखा ड ड ड एमती देखी देखी ड लिखिदेवा तापरे आगू जावा सांग होई अक्षर मिसाई शब्द गढ़ा लिखा पढ़ा एठी डर लिखा ड र जोड़िले पढ़िले डबा डबा डाक डाक डाल डाल बाड़ गाड़ी तापरे तले दिया शब्द गुड़िक पढ़ा डब्बा डिबी डाला लड्डू बाड़ी खड़ी काकुड़ी नड़िया 10 आस जो शब्द रे ढ अच्छी ताकू मझी ढ सह गार टाणी जोड़िबा जोड़ी ढ अच्छी ढग कढ़ ढमणा ढल ये जोड़िले तापरे आस देखी देखी लिखा ढ अच्छी ताकू आम ढ लिखिदेवा ढ ढ एमती लिखिले ढ है ढ तापरे सांग सह मिसी पढ़ा ढग पीढ़ा ढमणा पढ़ुआ झगड़ा गढ़ा कढ़ पारा मुढ़ी आनिला डामरा बढ़िया लडू आनिला पारा लडू चाखिला डामरा को मुढ़ी देला डामरा मुढ़ी खाई नाचिला चित्र रे नाम खाली घरे लिखा पढ़ा एठी खाओ दिखाई कहार छवि ताकू ये ना लिखा लिखा एठी गाजर खाओ
ଗାଜର ଖାଅ। ମିଠା ଚାଖ। ମିଠା ଚାଖ। ମାଛ ଧର। ମାଛ ଧର। କଲମ ଆଣ। କଲମର ଛବି ତେଣୁ ଏଠି ଲେଖିବା ଆମେ କଲମ। କଲମ ଆଣ। ଗଛ ଲଗାଅ। ଗଛ ଲଗାଅ। କାକୁଡ଼ି ଖାଅ। କାକୁଡ଼ିର ଛବି ତେଣୁ କାକୁଡ଼ି ଖାଅ। ହେଲା ପିଲାମାନେ। 14 ନମ୍ବର ଆସ ତଳେ ଦେଇଥିବା ଅକ୍ଷର ଗୁଡ଼ିକରେ ଉକାର ମାତ୍ର ଯୋଡ଼ି ପଢ଼ିବା। କ ଅଛି ତାକୁ ଆମେ କ ସବୁ କାଟିଦେଲେ କୁ ଚ ଚୁ ଦ ଦୁ ପ ପୁ ନ ନୁ। ସେଇଭଳି ତଳ ଅକ୍ଷର ଗୁଡ଼ିକରେ ଉକାର ମାତ୍ର ଲଗାଇ ମାତ୍ର ଯୋଡ଼ି ଲେଖିବା। ହ ହୁ ତ ତୁ ତ ତୁ ତ ସବୁ କାଟିଦେବା ତୁ। ଗ ଗୁ ଘ ଘୁ ଛ ଛୁ ଜ ଜୁ ଧ ଧୁ ଫ ଫୁ ଲ ଲୁ ସ ସୁ। ହେଇଗଲା। 16 ନମ୍ବର ଆସ ତଳ ଶବ୍ଦ ଗୁଡ଼ିକ ପଢ଼ିବା। ଗୁଆ ଆଳୁ ଗରୁଡ଼ କୁଡ଼ିଆ ଶଗଡ଼ ଗୁଡ଼ ଆଖୁ କୁକୁଡ଼ା ନଡ଼ିଆ ପଗଡ଼ି। 17 ନମ୍ବର ତଳେ ଲେଖା ହେଇଥିବା ଅକ୍ଷର ଗୁଡ଼ିକୁ ସଜାଡ଼ି ଶବ୍ଦ ଲେଖିବା ପଢ଼ିବା। ଏଠି ରବ ପ ପ ରବ ଲେଖିବା ପ ର ବ ପରବ। ଆପିଜ ଲେଖା ହେଇଛି ପିଆଜ ପିଆଜ। ନଧ ଧ ନ। ମରନ ନରମ ନରମ। ରକୁକୁ କୁକୁର କୁ କୁ ର। ଣିମ୍ପା ପାଣି ପାଣି। ହେଇଗଲା। ତାପରେ ଆମେ ଆଗକୁ ଯିବା। ଏଠି ଉକାର ଲଗାଇ ନୂଆ ଶବ୍ଦ ଲେଖିବା ପଢ଼ିବା। ଖର ଖୁର ସେମିତି ଗଡ଼ ଗୁଡ଼ ଗୁଡ଼। ମଗ ମୁଗ। ବଟ ବୁଟ। କଲା କୁଲା। ଝଡ଼ି ଝୁଡ଼ି ଝୁଡ଼ି। ତାପରେ ଛବି ଓ ଶବ୍ଦ ମିଶାଇ ପଢ଼ିବା। ଏଠି କୁକୁଡ଼ା ଆଉ କୁକୁର ଦୁଇ ମିତ ପଢ଼ିବା। ବଣରୁ ବିଲୁଆ ଆସିଲା। ବିଲୁଆ କୁକୁଡ଼ାକୁ ଖାଇବାକୁ ମନା କଲା। କୁକୁଡ଼ା କୁକୁଡ଼ା କୁକୁରକୁ ଡାକିଲା। ବିଲୁଆ ଡରି ପଳାଇଲା। ବର୍ତ୍ତମାନ ପାଠ 12ର ପ୍ରଶ୍ନ ଉତ୍ତର ଶେଷ ହୋଇଛି। ପରବର୍ତ୍ତୀ କାଳାଂଶରେ ଆମେ ପାଠ 13 ଆଲୋଚନା କରିବା। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବ ଏବଂ ଯେଉଁମାନେ ପ୍ରଥମ ଥର ଆମ ଚ୍ୟାନେଲକୁ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ଘଣ୍ଟି ବଟନ୍ ଦବାଇ ଅଲ୍ ନୋଟିଫିକେସନ୍କୁ ଅନ୍ କରିଦେବେ। ଯେତେବେଳେ ମୁଁ ନୂଆ ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ନୋଟିଫିକେସନ୍ ପାଇପାରିବେ। ରହୁଛି। ପରବର୍ତ୍ତୀ କାଳାଂଶରେ ପୁଣି ଦେଖା।